ଜୟ ଜଗନ୍ନାଥ। ଆଜିର ଶୀର୍ଷକ ବିଦ୍ୟାର୍ଥୀ ପଞ୍ଚଲକ୍ଷଣ। କାକ ଚେଷ୍ଟା ବକ ଧ୍ୟାନ ଶ୍ୱାନ ନିଦ୍ରା ତଥୈବ ଚ ଅଳ୍ପାହାରୀ ଗୃହ ତ୍ୟାଗେ ବିଦ୍ୟାର୍ଥୀ ପଞ୍ଚଲକ୍ଷଣମ୍। ସଂସ୍କୃତର ଏହି ସୁନ୍ଦର ଶ୍ଲୋକଟି କେବଳ ଆଦର୍ଶ ବିଦ୍ୟାର୍ଥୀର 5ଟି ଗୁଣକୁ ସୂଚାଏ ନାହିଁ, ବରଂ ସଫଳତା ପାଇବା ନିମନ୍ତେ ପଞ୍ଚମହାମୂତ୍ର। ସଫଳତା ରାତାରାତି କାହାର ଚରଣ ସ୍ପର୍ଶ କରେନି। ଯେକୌଣସି ସଫଳ ବ୍ୟକ୍ତିଙ୍କ ଜୀବନୀ ଉପରେ ନଜର ପକାଇଲେ ଜଣାଯାଏ ଯେ ଅଦମ୍ୟ ଚେଷ୍ଟା, ନିଷ୍ଠା, ଆତ୍ମବିଶ୍ୱାସ ଓ ଧୈର୍ଯ୍ୟର ସହ ବିଫଳତାକୁ ମୁକାବିଲା କରିବାର କ୍ଷମତା ହିଁ ସେମାନଙ୍କ ସଫଳତା ପଛର କାହାଣୀ। ସମସ୍ତ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ନିଜ ସ୍ୱପ୍ନକୁ ଛୁଇଁବାର ପ୍ରଚେଷ୍ଟା ବାଳକ ଅବୁଲକୁ ପରିଣତ କରିଥିଲା ମିସାଇଲ ମ୍ୟାନ ଭାବେ ତଥା ଭାରତରତ୍ନ ଏପିଜେ ଅବଦୁଲ କଲାମ ଭାବେ। ବିଫଳତା ପରେ ବିଫଳତାର ସ୍ୱାଦ ଚାଖି ମଧ୍ୟ ହାର ନ ମାନି ଆଗକୁ ବଢ଼ିଥିବା ଆବ୍ରାହମ ଲିଙ୍କନ ଇତିହାସ ରଚିଥିଲେ। ବିଶ୍ୱର ସର୍ବାଧିକ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ଷୋଡ଼ଶ ରାଷ୍ଟ୍ରପତିର ପଣ୍ଡା ବର୍ଣ୍ଣନ କରି ମାଙ୍କ ପ୍ରେରଣା ଓ ନିଜର ଶତାଧିକ ଚେଷ୍ଟା ହିଁ ମନ୍ଦବୁଦ୍ଧି ବାଳକ ଥୋମାସକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପିତ କରିଥିଲା ମହାନ ବୈଜ୍ଞାନିକ ଥୋମାସ ଆଲଭା ଏଡିସନ ଭାବେ। ସଫଳତାର ପ୍ରଥମ ପାହାଚ ବିଦ୍ୟାର୍ଥୀ। ବିଦ୍ୟାର ଅର୍ଥ ଜ୍ଞାନ, ଅର୍ଥୀର ଅର୍ଥ କାମନା ବା ଆହରଣ କରିବା, ଏଣୁ ଜ୍ଞାନାର୍ଜନର ପ୍ରତି ହିଁ ବିଦ୍ୟାର୍ଥୀ। ପୁରାଣ ଯୁଗରେ ଗୁରୁକୁଳ ପରମ୍ପରାର ପ୍ରାଧାନ୍ୟ ଥିଲା। ବିଦ୍ୟାର୍ଜନ ନିମନ୍ତେ ବିଦ୍ୟାର୍ଥୀମାନେ ଗୃହ ସୁଖ ତ୍ୟାଗ କରି ବାଲ୍ୟାବସ୍ଥାରୁ ଗୁରୁକୁଳ ଗମନ କରୁଥିଲେ। ଗୁରୁଙ୍କ ମାର୍ଗଦର୍ଶନରେ ବିଦ୍ୟା ବୃଦ୍ଧି ଅର୍ଜନ କରି ନିଜକୁ ଏକାକାର କରୁଥିଲେ। ସଫଳତା ନିମନ୍ତେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ର ହେଉଛି ଆତ୍ମବିଶ୍ୱାସ। ଜୀବନରେ ଏକାଧିକ ବିଫଳତା ଆସିପାରେ, କିନ୍ତୁ ବିଦ୍ୟାର୍ଥୀମାନେ ସର୍ବଦା ନିଜ ଆତ୍ମବିଶ୍ୱାସ ବଜାୟ ରଖିବା ଆବଶ୍ୟକ। ବିଫଳତାକୁ ଧୈର୍ଯ୍ୟର ସହ ମୁକାବିଲା କରିବା ସହ ନିଜ ଭୁଲ ତ୍ରୁଟିକୁ ସୁଧାରି ଆଗକୁ ବଢ଼ିବା ଉଚିତ। ନିଜକୁ ଅନ୍ୟ ସହ ତୁଳନା ନ କରି ନିଜେ ନିଜର ପ୍ରତିଯୋଗୀ ହେବା ଉଚିତ। ସଫଳ ହେବା ନିମନ୍ତେ ପରୀକ୍ଷା ନମ୍ବର ଏକମାତ୍ର ମାପକାଠି ନୁହେଁ କିମ୍ବା ଡାକ୍ତର ଇଞ୍ଜିନିୟର ହୋଇଯିବା ମଧ୍ୟ ସଫଳତାର ପରିଭାଷା ନୁହେଁ। ନିଜ ଦକ୍ଷତାକୁ ଚିହ୍ନି ତାର ବିକାଶ କଲେ ବିଦ୍ୟାର୍ଥୀମାନେ ଯେକୌଣସି ବୃତ୍ତିରେ ମଧ୍ୟ ଶ୍ରେଷ୍ଠ ହୋଇପାରିବେ। ସଫଳତା ନିମନ୍ତେ ପ୍ରାଚୁର୍ଯ୍ୟ ଏକାନ୍ତ ଆବଶ୍ୟକ, ଏହା ଏକ ଭ୍ରାନ୍ତ ଧାରଣା। ଅନେକ ସଫଳ ବ୍ୟକ୍ତିଙ୍କ ଜୀବନୀ ଏକ କଥାକୁ ସ୍ପଷ୍ଟ ଖଣ୍ଡିତ କରେ। କାରଣ ମାର୍ବଲ ଚଟାଣ ଥିବା ଅବସ୍ଥାରେ ତା ଉପରେ ସମସ୍ତେ ଚାଲିଥାନ୍ତି, କିନ୍ତୁ ଯେବେ ମୂର୍ତ୍ତିର ରୂପ ନିଏ ତାକୁ ସମସ୍ତେ ପୂଜା କରିଥାନ୍ତି। କାରଣ ମାର୍ବଲକୁ ମୂର୍ତ୍ତିରେ ପରିଣତ ହେବା ପାଇଁ ଅନେକ ବାର ନିଆଁ ପାହାର ସହିବାକୁ ପଡ଼ିଥାଏ। ଠିକ୍ ସେମିତି ସଫଳତା ପାଇବା ନିମନ୍ତେ ଅନେକ ଦୁଃଖ, କଷ୍ଟ, ଝଡ଼, ଝଞ୍ଜା ସହିବାକୁ ପଡ଼େ, ଯାହାକୁ ଧୈର୍ଯ୍ୟର ସହ ସମ୍ମୁଖୀନ କଲେ ବ୍ୟକ୍ତି ସଫଳ ହେବା ସହ ସମାଜରେ ପୂଜା ପାଏ। ଆଜିର ଦିନରେ ଗୁଗୁଲ ବିଦ୍ୟାର୍ଥୀଙ୍କ ନିମନ୍ତେ ଡିଜିଟାଲ ଗୁରୁ ସାଜିଛି। ଭଲ କଥା, କିନ୍ତୁ ହାଡ଼ ମାଂସଧାରୀ ଗୁରୁଙ୍କ ସ୍ଥାନ ଅପୂରଣୀୟ। ପ୍ରତ୍ୟେକ ବିଦ୍ୟାର୍ଥୀ ଗୁରୁଙ୍କ ଆଦର୍ଶ ଆଶୀର୍ବାଦକୁ ପାଥେୟ କରି ଆଗକୁ ବଢ଼ିଲେ ଜୀବନରେ ସଫଳ ହେବା ସୁନିଶ୍ଚିତ। ମଥା ଉପରେ ସେମାନଙ୍କ ଆଶୀର୍ବାଦ କୋଟି ଈଶ୍ୱରଙ୍କ ଆଶୀଷ ସହ ସମାନ। ବିଦ୍ୟାର୍ଥୀମାନେ ସଫଳତା ପଛରେ ଗୋଡ଼ାଇବା ଅସୀମିତ ଅଦମ୍ୟ ଚେଷ୍ଟାରେ ବ୍ରତୀ ହେଲେ ସଫଳତା ଆପଣା ଛାଏଁ ପଛରେ ଗୋଡ଼ାଇବ। ଜୀବନଯାତ୍ରାରେ ଦୟା, କରୁଣା, ମାନବିକତା ଓ ପରୋପକାରୀ ପରି ଦୁର୍ମୂଲ୍ୟ ମାନବୀୟ ଗୁଣକୁ ଭୁଲିବା ନିମନ୍ତେ ଅନୁଚିତ। ବିଦ୍ୟାର୍ଥୀମାନେ ବିଦ୍ୟାର ଲକ୍ଷଣମାନ ନିଜ ଜୀବନରେ ପ୍ରତିଫଳିତ କଲେ ଭବିଷ୍ୟତରେ ଗୋଟିଏ ଗୋଟିଏ ହୀରା ହୋଇ ଚମକିବା ସହ ଚନ୍ଦନର ମହକ ପରି ମହକିବେ, ଏହା ନିଃସନ୍ଦେହ।